ପିଲାମାନେ ଆପଣମାନଙ୍କୁ ଷ୍ଟଡି ୱିଥ୍ ସଞ୍ଜୟ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଯେଉଁମାନେ ମେଟ୍ରିକ୍ ପରୀକ୍ଷା ଦେଇସାରି ଜାଣିବାକୁ ଚାହୁଁଛନ୍ତି ଯେ କେଉଁ କଲେଜରେ କେତେ କଟ୍ ଅଫ୍ ମାର୍କ ଯାଉଛି, ସେ ବିଷୟରେ ଆଜି ଆପଣଙ୍କୁ ମୁଁ ୱିଥ୍ ପ୍ରୁଫ୍ ଦେଖେଇବି ଯେ କେଉଁ କଲେଜ କେତେ ନେଉଛି। ସେଥିପାଇଁ କିଛି ନାହିଁ, ଆପଣଙ୍କୁ ମୋବାଇଲରେ ଯେକୌଣସି ବ୍ରାଉଜର ଉପରକୁ କରି ତା ଉପରେ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଏଠି ଫାଷ୍ଟ ପେଜ୍ ପଳେଇ ଆସିବେ। ଏଠି ଆସିକି ଆପଣ ସର୍ଚ୍ଚ କରିବେ ସିମ୍ପଲ୍ ସାମ୍ସ SAMS କ୍ଲିକ୍ କଲେ ତାପରେ ଆପଣଙ୍କ ଆଗରେ ଏଇଭଳିଆ ପେଜ୍ଟି ଓପନ୍ ହେଇଯିବ। ଯେଉଁ ପେଜ୍ଟି ଆପଣଙ୍କ ଆଗରେ ଫାଷ୍ଟ ଆସିବ ଯେ କି SAMS Odisha.gov.in ଷ୍ଟୁଡେଣ୍ଟ ମ୍ୟାନେଜମେଣ୍ଟ ଏକାଡେମୀ ଉପରେ କ୍ଲିକ୍ କଲେ ତାପରେ ଆପଣଙ୍କୁ ହାୟର ସେକେଣ୍ଡାରୀ ସ୍କୁଲ +2 ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏମିତି ପପଅପ୍ ଶୋ କରିବ ଆପଣଙ୍କ ଆଗରେ, ଏଟାକୁ କାଟିଦେବେ। ତାପରେ ଆପଣ ଚେକ୍ କରିବେ ଆପଣ ଡିଷ୍ଟ୍ରିକ୍ଟ ୱାଇଜ୍। ମୁଁ ଫାଷ୍ଟ ଦେଖୁଛି ଆମର ଭଦ୍ରକ ଡିଷ୍ଟ୍ରିକ୍ଟ। ଭଦ୍ରକ ଡିଷ୍ଟ୍ରିକ୍ଟରେ ଦେଖୁଛି ଭଦ୍ରକ କଲେଜ, ଦେଖୁଛି ଭଦ୍ରକ ହାୟର ସେକେଣ୍ଡାରୀ ସ୍କୁଲ। ତାପରେ ଇଣ୍ଡିଭିଜୁଆଲ HSS ପ୍ରୋଫାଇଲ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣଙ୍କ ଆଗରେ ଶୋ କରିଯିବ ଆର୍ଟ୍ସରେ କେତେଟା ସିଟ୍ ଅଛି। ଆମର ଆର୍ଟ୍ସରେ 5ଟା 12ଟା 512 ଅଛି, କମର୍ସରେ 256 ଅଛି, ସାଇନ୍ସରେ ବି ସେ 512 ଅଛି। ଆଡ଼ମିସନ୍ ଏପର୍ଯ୍ୟନ୍ତ 2025-26 ଇୟର୍ରେ କୌଣସି ପିଲା ହେଇନାହାନ୍ତି। ଆଉ ଭ୍ୟାକେନ୍ସି ଏତିକି ସିଟ୍ ଅଛି। ଆଉ ଷ୍ଟ୍ରେନ୍ଥ ସବୁ ଆମର ଶୋ କରିଦେଉଛି, ଷ୍ଟ୍ରେନ୍ଥ କେତେ ଅଛି ଟୋଟାଲି ଆପଣ ଏଇଭଳି ଆସିକି ଦେଖିପାରିବେ। ଆଡ଼ମିସନ୍ ଫିସ୍ ବହୁତ କମ୍ ରହିଛି ଗଭର୍ଣ୍ଣମେଣ୍ଟ କଲେଜ, ତ ସେଥିପାଇଁ ଆପଣ ଆଡ଼ମିସନ୍ ଫିସ୍ ଆର୍ଟ୍ସ ପିଲାଙ୍କୁ 1053 ଟଙ୍କା, କମର୍ସ ପିଲାଙ୍କୁ ସେମ୍, ସାଇନ୍ସ ପିଲାଙ୍କୁ ଟିକେ ଅଧିକା ପଡ଼ିଯିବ। ଏମିତି ଆପଣ ଦେଖିଲେ ତାପରେ ଆପଣଙ୍କୁ ପୁଣି ଥରେ ଆପଣ ଧର ଅଲଗା କଲେଜ ଚାହୁଁଛନ୍ତି ଦେଖିବା ପାଇଁ, କଟକର କୌଣସି ଗୋଟେ କଲେଜ ଏଠି ସିଲେକ୍ଟ କରିଦେଉଛି। କଟକରେ ଆମକୁ ଦେଖିବାକୁ ପଡ଼ିବ କଟକ ହାୟର ସେକେଣ୍ଡାରୀ ସ୍କୁଲ ନୟାବଜାର, ଦେଖୁଛି। ଏଠି ଆପଣଙ୍କ ସିଟ୍ ଏତିକି ଅଛି 256 ଆର୍ଟ୍ସରେ, କମର୍ସରେ 64, ସାଇନ୍ସରେ 128। ନେକ୍ସଟ ଦେଖିବା କଟ୍ ଅଫ୍ କେତେ ମାର୍କ ଯାଉଛି। କଟ୍ ଅଫ୍ ଏଠି ଆପଣଙ୍କର ଯାଉଛି ଆର୍ଟ୍ସରେ 48, ଏମିତି ଯାଉଛି, ବହୁତ କମ୍ କଟ୍ ଅଫ୍ ଯାଉଛି। ନେକ୍ସଟ କଲେଜକୁ ଆପଣ ଯିବା। ନେକ୍ସଟ କଲେଜ ଆମ ପାଖରେ ଆସୁଛି, ଲାଙ୍ଗୁଏଜଟା ଚେଞ୍ଜ ହେଇଛି, ଟିକେ ୱେଟ୍ କରନ୍ତୁ, ଠିକ୍ ରହୁଛି। ଆପଣ ନେକ୍ସଟ କଲେଜ ଯିବେ, ଧରନ୍ତୁ ବାଲେଶ୍ୱର ଗୋଟେ FM କଲେଜ ଯିବେ। ବାଲେଶ୍ୱର FM କଲେଜ ଫକୀରମୋହନ କଲେଜ ଆପଣ ଆସିଗଲେ। ଏଇଠି ଇଣ୍ଡିଭିଜୁଆଲ HSS ପ୍ରୋଫାଇଲ୍ ଉପରେ କ୍ଲିକ୍ କଲେ ତାପରେ ଆପଣଙ୍କ ଏଭଳିଆ ଫଟୋ ଶୋ ହେଇଗଲା। ପ୍ରିନ୍ସିପାଲ୍ କିଏ ଅଛନ୍ତି ଆପଣ ଦେଖିପାରିବେ ସେ କଲେଜରେ। ଷ୍ଟ୍ରେନ୍ଥ ସାଇନ୍ସରେ 128, ସାଇନ୍ସରେ 128 ଷ୍ଟ୍ରେନ୍ଥ ରହୁଛି। ଆପଣ ଖାଲି ସେଠି ସାଇନ୍ସ ଆଡ଼ମିସନ୍ ହେଉଛି, ଆଉ ଆପଣଙ୍କୁ ଫିସ୍ ସେତିକି ପଡ଼ିଯିବ, 35,000 ଟଙ୍କା ଫିସ୍ ପଡ଼ିଯିବ। କଟ୍ ଅଫ୍ 42% ଯାଉଛି। ଏଇଟା ହେଉଛି ଫକୀରମୋହନ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି। ଆଉ ଦେଖିବା କ'ଣ ଅଛି କଲେଜ। ଫକୀରମୋହନ ହାୟର ସେକେଣ୍ଡାରୀ ସ୍କୁଲ, ସେଇଟା ଗୋଟେ ପ୍ରାଇଭେଟ୍ କଲେଜ ଥିଲା, ଏବେ ଆପଣଙ୍କୁ ଗଭର୍ଣ୍ଣମେଣ୍ଟ କଲେଜ ଦେଖାଇ ଦେଉଛି। ଗଭର୍ଣ୍ଣମେଣ୍ଟ କଲେଜ ଆପଣ ସିଟ୍ ରହୁଛି 438, ଆର୍ଟ୍ସରେ, କମର୍ସରେ 320, ସାଇନ୍ସ ରହୁଛି 428। ସରି ମୋର ଟିକେ ପ୍ରୋବ୍ଲେମ୍ ରହୁଛି, ଆପଣ ଆଉଥରେ ଦେଖାଇ ଦେଉଛି। ଆପଣ ଦେଖିଥିଲେ ସିଟ୍ ଏତିକି ଅଛି, ଆଡ଼ମିସନ୍ କେହି ନାହାନ୍ତି।
ଆପଣ ଦେଖନ୍ତୁ ଏବେ ଆଡ଼ମିସନ୍ ଫିସ୍ କେତେ ରହୁଛି। ଆର୍ଟ୍ସ ପିଲାଙ୍କର ରହୁଛି ଆମର ଏଇଟା ହେଉଛି ST ପିଲାଙ୍କର ଜେନେରାଲ ପିଲାଙ୍କର ଆପଣଙ୍କର ରହୁଛି ଫାର୍ଷ୍ଟ ଇୟର୍ରେ 1355 ଆଉ ହଷ୍ଟେଲ ଫି 60 ଟଙ୍କା ଲେଖା ରହୁଛି। ଆଉ ସେକେଣ୍ଡ ଇୟର୍ରେ ରହୁଛି 825 ହଷ୍ଟେଲ ଫି 60 ଟଙ୍କା ଲେଖା ରହୁଛି। ଜେନେରାଲ SCBC ବଏଜ୍ ଗାର୍ଲସ ମାନଙ୍କ ଏଇଟା ରହିଲା। ଜେନେରାଲ SCBC ବଏଜଙ୍କର ରହୁଛି 1452 ଟଙ୍କା ହଷ୍ଟେଲ ଫି 60 ଟଙ୍କା। ଆଉ ହେଉଛି ଏଠି ସାଇନ୍ସର ବୋଧେ ସାଇନ୍ସର ଖାଲି ଆପଣଙ୍କର ଏକ୍ସଟ୍ରା ଚାର୍ଜେସ୍ ନେଉଛନ୍ତି 10 ଟଙ୍କା 15 ଟଙ୍କା ଭଳିଆ ନେଉଛନ୍ତି ଏମିତି। ଆପଣଙ୍କର କଟଅଫ୍ ରହୁଛି ଆର୍ଟ୍ସ ଛୁଆଙ୍କର କଟଅଫ୍ ରହୁଛି 71%। ଆଉ ହେଉଛି କମର୍ସ 48%, ସାଇନ୍ସ ରହୁଛି 80%। ଏବଂ ଆପଣଙ୍କ ପରବର୍ତ୍ତୀ ଭିଡ଼ିଓରେ ଗୋଟେ ଏକ୍ସପେକ୍ଟେଡ଼ କଟଅଫ୍ ମାର୍କ ଜଣାଇଥିଲି, ଦେଖିଦେବେ ଏ ଅନୁସାରେ ହଷ୍ଟେଲ ଫ୍ୟାସିଲିଟି ଅଛି। ଏଗୁଡ଼ା ଆପଣ ୱେବସାଇଟ୍କି ଆସିକି ଦେଖିନେବେ। ଧନ୍ୟବାଦ ଭିଡ଼ିଓଟିକୁ ଲାଷ୍ଟ